ଅକ୍ଷୟ ଶକ୍ତି କ୍ଷେତ୍ରରେ ଗଭୀର ଗବେଷଣା କରି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ନିବାସୀ ଶ୍ରୀ ବିଭୂତିଭୂଷଣ ଆଚାର୍ଯ୍ୟଙ୍କୁ ମିଳିଲା ସମ୍ମାନଜନକ ଡକ୍ଟରେଟ୍ ଉପାଧି। ଦିଲ୍ଲୀର ବିଶ୍ୱ ସଂସ୍କୃତି ଏବଂ ପରିବେଶ ସୁରକ୍ଷା ଆୟୋଗ ଶ୍ରୀ ଆଚାର୍ଯ୍ୟଙ୍କୁ ଏହି ଉପାଧି ଗତ ଡିସେମ୍ବର ମାସ 3 ତାରିଖ ଦିନ ଅନୁଷ୍ଠାନର ସମ୍ମିଳନୀ କକ୍ଷରେ ପ୍ରଦାନ କରିଛି। ସମାଜର ବିଭିନ୍ନ କ୍ଷେତ୍ରରେ ସେବା ଓ ତ୍ୟାଗ କରି ଆସୁଥିବା ବିଭୂତିଭୂଷଣ ଆଚାର୍ଯ୍ୟ ଓଡ଼ିଶାର ପୁରପଲ୍ଲୀରେ ଅକ୍ଷୟ ଶକ୍ତି କିଭଳି ବ୍ୟବହାର କରିବା, ବିନାଶମୁଖୀ ପୃଥିବୀକୁ ସୁରକ୍ଷା ଦେବା ଏ ନେଇ ଆପ୍ରାଣ ଚେଷ୍ଟା କରି ଆସୁଥିଲେ। ଡକ୍ଟର ବିଭୂତିଭୂଷଣ ଆଚାର୍ଯ୍ୟଙ୍କୁ ମିଳିଛି ବଡ଼ ସଫଳତା। ଡକ୍ଟର ଆଚାର୍ଯ୍ୟ ତିର୍ତ୍ତୋଲ ପିପଳମାଧବ ନିବାସୀ ଶିକ୍ଷକ ସ୍ୱର୍ଗତ ରବିନାରାୟଣ ଓ ମାତା ତୁଳସୀ ଦେବୀଙ୍କର ସୁଯୋଗ୍ୟ ସନ୍ତାନ ଅଟନ୍ତି ଏବଂ ଅଲଣା ନିବାସୀ ଅନନ୍ତ ଦାସ ଓ ଇନ୍ଦୁମତୀଙ୍କ ଜାମାତା ମଧ୍ୟ ଅଟନ୍ତି। ମୁଁ ଆଗରୁ ସିଭିଲ ଡିଫେନ୍ସ ଥିଲି ଏବଂ ତା ସହିତ 2017 ମସିହାରୁ ଏଇ ଆମର ଏନଭାयरमेंटाल ପଲ୍ୟୁସନ୍ ଉପରେ ପ୍ଲାଣ୍ଟେସନ୍ ଏସବୁ କାମ କରୁଛି। ସମାଜରେ ବହୁତ ଆଡ଼େ କାମ କରି ଚାଲିଛି। ଆଉ ଦ୍ୱିତୀୟ କଥା ହେଲା 2023 ମସିହାରେ ମୁଁ ଆରମ୍ଭ କରିଥିଲି ଆମର ଏ ଯେଉଁ ଗ୍ରୀନ୍ ଫୁଏଲ୍ ଉପରେ କାମ ଆରମ୍ଭ କରିଥିଲି, ଯେଉଁଟାକୁ ଆମର ଏନଭାयरमेंटाल ପଲ୍ୟୁସନ୍କୁ କଣ୍ଟ୍ରୋଲ୍ କରିବା ପାଇଁ ଆମର କାମ ଚାଲିଛି। ଆକ୍ଚୁଆଲି ମୁଁ ଯେତେବେଳେ ସିଭିଲ୍ ଡିଫେନ୍ସରେ ଥିଲି ସେତେବେଳେ ଏଇ ପ୍ରଦୂଷଣ, ଏ ସମାଜରେ ଯେଉଁ ସବୁ ବିଭିନ୍ନ ବନ୍ୟା ବାତ୍ୟା ଏସବୁ ହେଉଛି, ମରୁଡ଼ି ହେଉଛି, କାହିଁକି ହେଉଛି ସେତେବେଳେ ଆମେ ସବୁ ପଢ଼ୁଥିଲୁ। ତ ତାକୁ ଯେତେବେଳେ ଆମେ ଦେଖୁଥିଲୁ, ପ୍ରକୃତରେ ମୁଁ ହିମାଳୟାନ ବେଲ୍ଟରେ ବହୁତ ଦିନ କଟେଇଲି। ଆପଣଙ୍କର ଯେଉଁ ଡେରାଡୁନ୍, ମସୁରୀ, ଆପଣଙ୍କର ବଦ୍ରିନାଥ, କେଦାରନାଥ ଏଇ ଏରିଆରେ ବହୁତ ଦିନ କଟେଇଲି। ସେତେବେଳେ ମୁଁ ଦେଖିଲି ସବୁ ବରଫ ପାହାଡ଼ ଗୁଡ଼ା ଭୁଷୁଡ଼ି ଯାଉଛି, ରାସ୍ତା ଧସି ଯାଉଛି, ଇଏ ହେଉଛି। ସବୁ କାରଣ ହେଉଛି କେବଳ ଆମର ଗ୍ଲୋବାଲ୍ ୱାର୍ମିଂ, ଯାହାଫଳରେ ଆମର ବାୟୁମଣ୍ଡଳର ସନ୍ତୁଳନ ଠିକ୍ ରହୁନି। ସେଥିପାଇଁ ଏ ଜିନିଷ ସବୁ ହେଉଛି। ଆକୁ ସନ୍ତୁଳନକୁ ରକ୍ଷା କରିବା ପାଇଁ କେବଳ ଆମକୁ ବୃକ୍ଷରୋପଣ ଦରକାର ଏବଂ ଆମର ଏଇ ଯେଉଁ କେମିତି ଆମେ ଯେଉଁ ଉତ୍ତପ୍ତତା, ଯେଉଁ ଗ୍ଲୋବାଲ୍ ୱାର୍ମିଂ ହେଉଛି ତାକୁ ପ୍ରୋଟେକ୍ସନ୍ କରିବା ପାଇଁ ଏସବୁ ଦରକାର। ତେଣୁ ଆମେ ସୋଲାର ଗୋଟେ ଲଗାଇଲେ 50ଟା ଗଛ ଲଗାଇବା ସାଙ୍ଗରେ ସମାନ, ଏଇଟା ଆମେ ଜାଣୁଛେ। ସେମିତି ଆମେ ଯଦି ଏଇଟା ସ୍ୱତଃପ୍ରବୃତ୍ତ ଆସିଥିଲା। ଆଉ ପିଲାବେଳେ ମୁଁ ଶୁଣୁଥିଲି ବାପା କୁହନ୍ତି ଯେ ଗଛ ଲଗାଇବା, ମାନେ ଯେଉଁ ଗୋଟେ ଗପ ପଢ଼ୁଥିଲୁ ଗଛ ଲଗାଇବା କାହା ପାଇଁ, ଫ୍ୟୁଚର ଜେନେରେସନ୍ ପାଇଁ। ବାପା ବାରମ୍ବାର କହନ୍ତି, ବାପା ଗଛ ଲଗାଇବା ବହୁତ ଭଲ ପାଆନ୍ତି, କେମିତି ଗଛରୁ ଅମ୍ଳଜାନ ଆସେ, ଆମ କେମିତି ମାନେ ସୁସ୍ଥ ଅମ୍ଳଜାନ ପାଇବା, ଏସବୁ ଜିନିଷ ବାପାଙ୍କ ଠାରୁ ପ୍ରେରଣା ପାଇଥିଲି। ବାପା ଆମର ଜଣେ ଉତ୍ତମ ଶିକ୍ଷକ ଥିଲେ ଏବଂ ଏ ଏରିଆରେ ଜଣେ ପ୍ରଭାବଶାଳୀ ବ୍ୟକ୍ତି ଥିଲେ। ଆଉ ତାଙ୍କଠାରୁ ପାଇଥିଲି। ତାପରେ ଆମର ଯେଉଁ ଆଶ୍ରମରେ ରହିଲି, ଠାକୁର କେଶବ ଚନ୍ଦ୍ର ମୋର ଗୁରୁ, ତାଙ୍କ ଆଶ୍ରମରେ ସେଠି ମଧ୍ୟ ତାଙ୍କଠାରୁ ବି ଶିକ୍ଷା ପାଇଲି ଯେ କେମିତି ଆମେ ଉତ୍ତର ବଂଶଧରଙ୍କୁ, ଉତ୍ତର ଦାୟାଦଙ୍କୁ ସୁଖୀ ରଖିବା। ସେଥିପାଇଁ ଆମକୁ ପରିବେଶର ପ୍ରଦୂଷଣକୁ ମୁକ୍ତ କରିବା, ପରିବେଶ ଆମର ଯେଉଁ ସନ୍ତୁଳନ ହେଉଛି ସେ ସନ୍ତୁଳନକୁ କେମିତି ରକ୍ଷା କରିବା, ଯେମିତି ଆମର ସବୁ ମାନେ ଏଇସବୁ ଜିନିଷକୁ ରକ୍ଷା କରିବା ପାଇଁ ମୁଁ ସେଠୁ ପ୍ରେରଣା ପାଇଥିଲି। ଏବଂ ବର୍ତ୍ତମାନ ମୁଁ ଯେଉଁ ରିନ୍ୟୁଏବଲ୍ ଏନର୍ଜି ଯେଉଁଟା ଆମେ କହୁଛେ, ଯେଉଁଟାକି ଅକ୍ଷୟ ଶକ୍ତି, ଯାହାର ସରିବନି, ଆମେ ପେଟ୍ରୋଲ, ଡିଜେଲ, କୋଇଲା ଏସବୁ ସରିଯାଉଛି। ତ ମୁଁ ସେଥିପାଇଁ କାମ କରୁଥିଲି। ଆମର ସୁପର ନାପିୟର ଗ୍ରାସରୁ ଆମର CNG ଗ୍ୟାସ୍ ବାହାରିବା, ତା ଉପରେ କାମ କରୁଥିଲି। ଓଡ଼ିଶାରେ 5ଟା ଇଣ୍ଡଷ୍ଟ୍ରି ବର୍ତ୍ତମାନ କରିବା ପାଇଁ ପ୍ରସ୍ତୁତ ହେଲାଣି। ତା ସହିତ ସୂର୍ଯ୍ୟ ଶକ୍ତି ଯେଉଁ ସୋଲାର, ତା ଉପରେ କାମ କରୁଛି। ତାରି ଉପରେ ଗୋଟେ ସନ୍ଦର୍ଭ ମୁଁ ଲେଖିଥିଲି ଆଉ ତାରି ଉପରେ ମୁଁ କାମ କରୁଛି। ଆଉ ହଁ, ଯେଉଁ ଗବେଷଣାତ୍ମକ ସନ୍ଦର୍ଭଟିକୁ ମୁଁ କଲି ତାକୁ ୱାର୍ଲଡ କଲଚର ଆଣ୍ଡ ଏନଭାୟରमेଣ୍ଟାଲ ପ୍ରୋଟେକ୍ସନ୍ କମିଶନ ଦିଲ୍ଲୀ ତାକୁ ଆକ୍ସେପ୍ଟ କରିଛନ୍ତି ଏବଂ ମୋତେ ଆୱାର୍ଡ କରିଛନ୍ତି ଡିସେମ୍ବର 3 ତାରିଖରେ। କ'ଣ ଆଗକୁ କ'ଣ ଲକ୍ଷ୍ୟ ରଖିଛନ୍ତି ଆପଣ? ଆଗକୁ ଲକ୍ଷ୍ୟ ରଖିଛି କ'ଣ, ଏଇ ଯେଉଁ ଫ୍ୟୁଚର ଜେନେରେସନ୍ ଆସୁଛନ୍ତି ଆମର, ତ ବର୍ତ୍ତମାନ ଆପଣ ସମସ୍ତେ ଜାଣିଛନ୍ତି ୱାର୍ଲଡରେ ଯେଉଁ ହ୍ୟୁମିଡିଟି ବଢ଼ୁଛି, ମାନେ ଉତ୍ତାପ ବଢ଼ୁଛି ଏବଂ ବାୟୁମଣ୍ଡଳ ଯେଉଁ ହାରରେ ପ୍ରଦୂଷଣ ହେଉଛି, ତାର କାରଣ ହେଉଛି ଆମର ବୃକ୍ଷଲତାର ଅଭାବ ଆଉ ଏଇ ଯେଉଁ ସବୁ ପେଟ୍ରୋଲ, ଡିଜେଲ, କୋଇଲା ଯେଉଁ ପୋଡ଼ା ହେଉଛି। ତ ଯଦି ଆମେ ତା ଏଗନେଷ୍ଟରେ ଅକ୍ଷୟ ଶକ୍ତିକୁ ବ୍ୟବହାର କରିବା, ଯେଉଁଟା ଗ୍ରୀନ୍ ଫୁଏଲ୍ ହେଉ ବା ଏଇ ଯେଉଁ ଏନର୍ଜି ହେଉ, ଆମେ ତାକୁ ଯଦି ବ୍ୟବହାର କରିବା ତ ଆମକୁ ଆଉ ପଲ୍ୟୁସନ୍ ହେବନି। ତ ବର୍ତ୍ତମାନ ୱାର୍ଲଡର ସବୁ ସାଇଣ୍ଟିଷ୍ଟ ମାନେ ଚିନ୍ତିତ ଅଛନ୍ତି, ଯେଉଁ ଗ୍ଲିସେରିନ୍ ତରଳିଲାଣି 2030ରୁ 37 ମସିହା ଭିତରେ ସବୁ ଜଳାର୍ଣ୍ଣବ ହେଇଯିବ, ଆପଣମାନେ ନ୍ୟୁଜ୍ରେ ଦେଖୁଥିବେ। ତ ଆର କାରଣ ହେଉଛି କେବଳ ଏଇ ଉତ୍ତପ୍ତତା, ହ୍ୟୁମିଡିଟି, ଯେଉଁ ଆମର ଗ୍ଲୋବାଲ୍ ୱାର୍ମିଂ, ତାରି ଉପରେ
ମୁଁ କାମ କରିବାକୁ ଯାଉଛି। କେମିତି ଆମେ ଇଏ ଗ୍ଲୋବାଲ୍ ୱାର୍ମିଂକୁ କମେଇବା, ପ୍ରଦୂଷଣକୁ କମେଇବା, ଯାହାଫଳରେ ଆମର ଫ୍ୟୁଚର୍ ଜେନେରେସନ୍ ସୁଖୀ ରହିବେ ଆଉ ଆମର ଉତ୍ତରଦାୟୀମାନେ ସେମାନଙ୍କ ଭବିଷ୍ୟତକୁ ସୁଚାରୁ ରୂପେ ନେଇପାରିବେ, ସେଇଟା କଥା। କାହିଁକିନା ବର୍ତ୍ତମାନ ଯେତେ ରୋଗ ବୈରାଗ ସବୁ ହେଉଛି ତାର ମୁଖ୍ୟ କାରଣ ଏଇସବୁ ପ୍ରଦୂଷଣ। ତ ବ୍ୟୁରୋ ରିପୋର୍ଟ ନ୍ୟୁଜ୍ ପ୍ଲସ୍ ଓଡ଼ିଆ।